ଅନୁଗୁଳ ଜିଲ୍ଲାରେ ଅବହେଳିତ କେନ୍ଦୁପତ୍ର ତୋଳାଳି ଶ୍ରମିକ କାମ କରିବା ପରେ ପାଉଣା ମିଳୁନଥିବା ଅଭିଯୋଗ। ଛେଣ୍ଡିପଦାର 30ଟି କେନ୍ଦୁପତ୍ର ଫଡ଼ିରେ 2700 ଜଣ ଓ କଣିହା 35ଟି କେନ୍ଦୁପତ୍ର ଫଡ଼ିରେ 4700 ଜଣ ଶ୍ରମିକ ଆଣିଛନ୍ତି ଏଭଳି ଅଭିଯୋଗ। ବହୁ ପରିଶ୍ରମ କରି ଜଙ୍ଗଲ ପାହାଡ଼ ଘେରାରେ ବୁଲି ଶ୍ରମିକମାନେ ଏହି କେନ୍ଦୁପତ୍ର ତୋଳିଥାନ୍ତି। ଏପରିକି ଅନେକ ସମୟରେ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଡ଼ିଥାଏ। ଏହାସହ ଅନେକ ଲୋକଙ୍କ ଏହା ହେଉଛି ମୁଖ୍ୟ ମାଧ୍ୟମ। କିନ୍ତୁ ଏଭଳି ସ୍ଥିତିରେ ସେମାନଙ୍କୁ ପାଉଣା ମିଳୁନଥିବାରୁ ପରିବାର କିଭଳି ଚଳିବ ତାହାକୁ ନେଇ ଚିନ୍ତାରେ। ଆଜ୍ଞା ଜଙ୍ଗଲକୁ ଯାଉଛୁ, ବାଘ ହାତୀ ଭାଲୁ ମୋହର ଖୋଜିକିନା ଆଣୁଛୁ। ଆଣିଲେ 22ଟା ଲେଖା ପତ୍ରରେ ଗୋଟେ ଲେଖା କେରା ବାନ୍ଧୁଛୁ। 100ଟା କେରା କଲେ ଗୋଟେ ଚଟା ଦେଉଛୁ। ଚଟାଟା 120 ଟଙ୍କା ଲେଖା ମିଳୁଛି। ହେଲେ ଆଜ୍ଞା ଆମକୁ ପୋଷଉନି। ମାନେ ଖାଇବା ଖର୍ଚ୍ଚ ହେଇକିନା ପିଲାମାନଙ୍କୁ ପାଠ ପଢ଼େଇବୁ ବୋଲି ହେଲେ ବି ପଇସା ପତ୍ର ପାଉନି। ହେଲେ ପିଲାମାନଙ୍କର ସ୍କୁଲରୁ ପଇସା ପତ୍ର କିଛି ମିଳିଥାଏ ବୋଲେ ଟିକେ ସୁବିଧା ହେଇଥାଏ। କେନ୍ଦୁପତ୍ର ବିଡ଼ା ପିଛା 120 ଟଙ୍କା ଦରରେ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ସମସ୍ତ କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କୁ ଚପଲ, ପାଣି ବୋତଲ, ଗାମୁଛା ଓ ଜରିପାଲ ଦେବାର ନିୟମ ରହିଛି। କିନ୍ତୁ ଏ ଅଞ୍ଚଳରେ କୌଣସି ଶ୍ରମିକଙ୍କୁ ଏହି ସୁବିଧା ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ 2018 ମସିହାରୁ ବୋନସ୍ ଟଙ୍କା ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ। ଏହି ସମସ୍ୟା ବାବଦରେ କିନ୍ତୁ ଛେଣ୍ଡିପଦା ଓ କଣିହା କେନ୍ଦୁପତ୍ର ବିଭାଗ ଅଧିକାରୀ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ମନା କରିଛନ୍ତି। କେନ୍ଦୁପତ୍ରର ମୂଲ୍ୟ ବୃଦ୍ଧି କରିବା ପାଇଁ କେନ୍ଦୁପତ୍ର ଶ୍ରମିକମାନେ ଦାବି କରିଛନ୍ତି। ସରକାର କେବେ ଦୁଃଖ ଦୂର କରିବେ ତାକୁ ହିଁ ଅପେକ୍ଷା କରି ଚାହିଁ ରହିଛନ୍ତି କେନ୍ଦୁପତ୍ର ତୋଳାଳି ଶ୍ରମିକ। এই ঝাର ଜଙ୍ଗଲ କୁ ଯାଇକିନା ପାହାଡ଼କୁ ଯାଇକି ତୁଳୁଛୁ। ଏ 100-200 ଭିତରେ ଆଣୁଛୁ। ସିଏ 120 କେରାକୁ 120 ଦେଉଛି। ତାପରେ ଏଇ ବର୍ଷ ଲୁଭ ଦେଖେଇଛି ବୋନସ୍ଟା ତମକୁ ଦେବି ବୋଲି ଟିକେ ତୁଳିକିନା ଯାଉଛୁ। ଝାର ଜଙ୍ଗଲକୁ ଟିକେ ଅଧିକ ବାଟ ଆଉ ଦାବି ରଖିବୁନି। ଆଉ ଏତେ ବାଘ ଭାଲୁରୁ ଆଣୁଛୁ ପତ୍ର, ମାନେ ସ୍ତ୍ରୀ ଲୋକ ଆମର କିଛି କାମ ନାହିଁ। ଆମେ ପତ୍ରଟାକୁ ଲୁଭ କରିନା ତୁଳି ଯାଉଛୁ। 100 ଟଙ୍କା ଦେଲେ ସୁଦ୍ଧା ଆମକୁ ଲୁଭ ଲାଗୁଛି। 100 ଦେବୁ ବୋଲେ 120 ଟଙ୍କା, ଯଦି 200 ନେବୁ ବୋଲେ 240 ଟଙ୍କା। କୋଉଠୁ ସବୁ କେନ୍ଦୁପତ୍ର ସଂଗ୍ରହ କରନ୍ତି? ଝାର ଯୁଡ଼ ସବୁ ଆଡ଼େ ବୁଲିକିନା ଆଣୁ। ଆଉ କ'ଣ ଗୋଟେ ଜାଗା ଅଛି ସେଠି? ହଁ। କ'ଣ ସବୁ ମାନେ କୋଉ ଜାଗାରୁ ସବୁ କଲେକ୍ସନ କରନ୍ତି କେନ୍ଦୁପତ୍ର? ଜଙ୍ଗଲ ଯାକ ବୁଲୁ ବୋଲେ। କେନ୍ଦୁପତ୍ର ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଏବେ କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ ଅନ୍ଧାରରେ। କେବେ ମିଳିବ ପାରିଶ୍ରମିକର ଉଚିତ ମୂଲ୍ୟ ତାକୁ ନେଇ ଆଶାରେ କେନ୍ଦୁପତ୍ର ତୋଳାଳି। ଅନୁଗୁଳ ଛେଣ୍ଡିପଦାରୁ ଭାଗୀରଥ ସାହୁଙ୍କ ରିପୋର୍ଟ, ଅର୍ଗସ ନ୍ୟୁଜ୍।